ସଧବା ମହିଳାମାନେ କେଉଁ ତିନୋଟି ଗହଣା ପିନ୍ଧିବା ଉଚିତ ନୁହେଁ ଆସନ୍ତୁ ଜାଣିବା। ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସି ଖୁସିରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ, କାରଣ ପ୍ରତ୍ୟେକ ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୋଇନାହିଁ, ସମସ୍ତଙ୍କ ଜୀବନର ବହୁମୂଲ୍ୟ ଦିନଟିଏ ବି ଅସ୍ତ ହୋଇଥାଏ। ବିପଦ ସମୟରେ ଧୈର୍ଯ୍ୟ ଧରନ୍ତୁ। ଦୁନିଆରେ ସମସ୍ତେ ଯଦି ଆପଣଙ୍କୁ ଠୁକର ମାରନ୍ତି, ତେବେ ଭଗବାନ ଆପଣଙ୍କୁ କେବେ ବି ଠୁକର ଦେବେ ନାହିଁ। ଆପଣଙ୍କର ସଠିକ୍ ପ୍ରତିଫଳ ସେ ଆପଣଙ୍କୁ ଅବଶ୍ୟ ଦେବେ। ସେ ମହାନ, ସେ ସର୍ବଶକ୍ତିମାନ। ସଧବା ମହିଳାମାନେ ଉପହାରରେ ପାଇଥିବା କିମ୍ବା ମାଗିକି ଆଣିଥିବା ସିନ୍ଦୁର କିମ୍ବା ବିନ୍ଦି ପିନ୍ଧିବା ଉଚିତ ନୁହେଁ। ଏହାର ପ୍ରଭାବ ସ୍ୱାମୀଙ୍କ ଆୟୁଷ ଉପରେ ପଡ଼ିଥାଏ। ଜୀବନ ରୂପକ ରାସ୍ତାରେ ଚାଲିବା ବେଳେ ଲୋକେ ଅନେକ କଥା କହିବେ, ସେଥିପ୍ରତି ଧ୍ୟାନ ନ ଦେଇ ଆଗେଇ ଚାଲିବା ଆବଶ୍ୟକ। ଲୋକମାନଙ୍କର ଏଇଟା ତ ଗୋଟେ ଅଭ୍ୟାସ, ଆମେ ଭଲ କଲେ ବି ଲୋକ କହିବେ, ଆଉ ଖରାପ କଲେ ବି ଲୋକ କହିବେ। ସଧବା ମହିଳାମାନେ କେବେ ବି ତୁଳସୀ ମାଳା ପିନ୍ଧିବା ଉଚିତ ନୁହେଁ, କାରଣ ବ୍ରହ୍ମଚର୍ଯ୍ୟ ପାଳନ କଲେ ଯାଇ ତୁଳସୀ ମାଳା ଧାରଣ କରାଯାଏ ଏବଂ ସଂସାର ମଧ୍ୟରେ ରହି ବ୍ରହ୍ମଚର୍ଯ୍ୟ ପାଳନ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ସେଥିପାଇଁ ତୁଳସୀ ମାଳା ଭୁଲରେ ପିନ୍ଧନ୍ତୁ ନାହିଁ। ମନେ ରଖନ୍ତୁ, ସୁନା ଜିନିଷ ପାଇବା ଦ୍ୱାରା ଅଶୁଭ ହେବା ସହିତ ଗ୍ରହ ଦୋଷ ଉତ୍ପନ୍ନ ହୋଇଥାଏ। ତେଣୁ ମନ୍ଦିରରେ ଯାଇ ପୂଜାପାଠ କରି ପିଲାମାନଙ୍କୁ ମିଷ୍ଟାନ୍ନ ବାଣ୍ଟନ୍ତୁ, ଏହା ମଙ୍ଗଳକାରୀ ହୋଇଥାଏ। ଏ ଦୁନିଆରୁ ମୁଁ ଗୋଟିଏ କଥା ଶିଖିଲି, ଯିଏ ଯେତେ ମିଛ କହିବ ତାକୁ ସେତେ ସମ୍ମାନ ମିଳିବ, ଆଉ ଯିଏ ସତ କହିବ ତାକୁ ଖାଲି ଅପମାନ ମିଳିବ। ବାଃ ବାଃ ରେ ଦୁନିଆ, ତୋତେ କୋଟି କୋଟି ପ୍ରଣାମ। ଚଢ଼େଇମାନେ ଆମ ଉପରେ ମଳତ୍ୟାଗ କଲେ ଆମେ ରାଗି ଯାଇଥାଉ, କିନ୍ତୁ ଚଢ଼େଇମାନେ ଯଦି ଆମ ଉପରେ ମଳତ୍ୟାଗ କରନ୍ତି, ତେବେ ତାହା ଶୁଭ ସଂକେତ ହୋଇଥାଏ। ଏହା ଏହି ସଂକେତ ଦେଇଥାଏ ଯେ ଆଗାମୀ ଦିନରେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଶୋଇବା ସମୟରେ ଖଟରେ କିମ୍ବା ଖଟ ତଳେ ତେଲ, ପାଣି, ଜୋତା, ମୋବାଇଲ ଫୋନ୍ ଏବଂ ଭୟଙ୍କର ଫଟୋ ଇତ୍ୟାଦି ରଖିବା ଉଚିତ ନୁହେଁ। ଏହିସବୁ ଜିନିଷ ନକାରାତ୍ମକ ଶକ୍ତିକୁ ପ୍ରଭାବିତ କରିଥାଏ। ଜୀବନରେ କାହାକୁ କନ୍ଦେଇ ହଜାରେ ଦାନ ଧର୍ମ କଲେ ମଧ୍ୟ କିଛି ଲାଭ ନଥାଏ। ଯଦି ଜଣେ ଦୁଃଖୀ ମଣିଷ ମୁହଁରେ ଟିକିଏ ହସ ଫୁଟେଇ ପାରିଲ, ତେବେ ତୁମକୁ କୌଣସି ମନ୍ଦିର ଯିବାକୁ ପଡ଼ିବନି।
ଆପଣଙ୍କୁ ପ୍ରକୃତରେ ପ୍ରେମ କରୁଥିବା ଲୋକ ଆପଣଙ୍କ ସହିତ ସବୁ ପ୍ରକାରର କଥା କହିବ, ସବୁ ବିଷୟରେ ଆଲୋଚନା କରିବ। କିନ୍ତୁ ଧୋକା ଦେବା ଲୋକ ହିଁ କେବଳ ପ୍ରେମ ଭରା କଥା କହିଥାଏ। ସମ୍ପୂର୍ଣ୍ଣ ଧଳା ରଙ୍ଗର ଶାଢ଼ୀ ବିଧବା ମହିଳାମାନଙ୍କର ସୂଚନା ଦେଇଥାଏ। ତେଣୁ ସଧବା ମହିଳାମାନେ ସମ୍ପୂର୍ଣ୍ଣ ଧଳା ରଙ୍ଗର ଶାଢ଼ୀ ପିନ୍ଧିବା ଉଚିତ ନୁହେଁ। ଧଳା ରଙ୍ଗ ସହିତ ଅନ୍ୟ କିଛି ରଙ୍ଗ ମିଶିଥିବା ଶାଢ଼ୀ ପିନ୍ଧିପାରିବେ। ମହିଳାମାନେ ଯେତେ ଚୁଡ଼ି ପିନ୍ଧିବା କଥା ପିନ୍ଧନ୍ତୁ, ସେଥିରେ କିଛି ଅସୁବିଧା ନାହିଁ। ଚୁଡ଼ି ଜଣେ ସଧବା ମହିଳାର ସଂକେତ ହୋଇଥାଏ। କିନ୍ତୁ ଯଦି ସର୍ବଦା ଚୁଡ଼ିରୁ ଖଡ଼ ଖଡ଼ ଶବ୍ଦ ଆସୁଥିବ, ତେବେ ଏହା ଆସିବା ଉଚିତ ନୁହେଁ। ଏହାଦ୍ୱାରା ଆପଣଙ୍କର ସ୍ୱାମୀଙ୍କର ଅମଙ୍ଗଳ ହୋଇଥାଏ। ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କୁ ତେଲ ସହିତ ସିନ୍ଦୁର ଅର୍ପଣ କରନ୍ତୁ। ଏହା ସହିତ ହନୁମାନ ଚାଳିଶା ପାଠ କରନ୍ତୁ। ଏହାଦ୍ୱାରା ଉଦ୍ଧାର କରଜରୁ ଶୀଘ୍ର ମୁକ୍ତି ମିଳିଥାଏ। ଏହା ସହିତ ଆପଣଙ୍କ ପରିବାରର ଆର୍ଥିକ ସ୍ଥିତି ମଜବୁତ ହେବ। ସମସ୍ତଙ୍କର ଏକ ଭଲ ଦିନ ରହିଥାଏ। ସେହି ଭଲ ଦିନରେ ଯଦି ଆପଣଙ୍କୁ ପଇସା ପ୍ରାପ୍ତ ହୋଇଥାଏ, ତେବେ ଜାଣନ୍ତୁ ଯେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ସନ୍ତୁଷ୍ଟ ଅଛନ୍ତି ଏବଂ ଆଗକୁ ଆପଣଙ୍କୁ ଧନ ପ୍ରାପ୍ତ ହେବାକୁ ଯାଉଛି। ଏକା ସହିତ ଭୋଜନ ପାଇଁ ବସିଥିଲେ ସମସ୍ତେ ଭୋଜନ କରି ନ ଉଠିବା ପର୍ଯ୍ୟନ୍ତ ଅଧାରୁ ଉଠିବା ଉଚିତ ନୁହେଁ। ଏହା ସହିତ ଖାଇବା ଥାଳିରେ କେବେ ବି ହାତ ଧୋଇବା ଉଚିତ ନୁହେଁ। ଏହାଦ୍ୱାରା ଘରେ ଦାରିଦ୍ର୍ୟତା ଆସିଥାଏ ଏବଂ ପିତୃପୁରୁଷ ଅଭିଶାପ ଦେଇଥାନ୍ତି। ଜୀବନରେ ଭଲ ପାଅ ତାଙ୍କୁ ଯିଏ ତମକୁ ବିନା ଉଦ୍ଦେଶ୍ୟରେ ଭଲ ପାଇବାକୁ ଚାହୁଁଛି। କାହିଁକିନା ଏ ଦୁନିଆରେ ଭଲ ପାଇବା ଲୋକ କମ୍ ଆଉ କଷ୍ଟ ଦେବା ଲୋକ ଅଧିକ ମିଳିଥାନ୍ତି।